ପିଲାମାନେ ଆଜି ପୁଣି ମୁଁ ନୂଆ ଟପିକ୍ ନେଇକି ଆସିଛି। ପୂର୍ବ ଭିଡ଼ିଓରେ ମୁଁ ଚତୁର୍ଭୁଜ ସମ୍ବନ୍ଧରେ ଆଲୋଚନା କରିଥିଲି। ଆଜି ବି ପୁଣି ସେଇ ଚତୁର୍ଭୁଜ ସମ୍ବନ୍ଧରେ ଆଲୋଚନା କରିବି। ତ ଏଠି କ'ଣ ପୂର୍ବରୁ ଯେଉଁ ଆଲୋଚନା କରିଥିଲି ସେଗୁଡ଼ା ହେଉଛି ଉତ୍ତଳ ଚତୁର୍ଭୁଜ, ଯାହାର 3ଟି ସୂତ୍ର ମୁଁ ଅଲରେଡ଼ି ତୁମକୁ ଶିଖାଇ ଦେଇଛି। ତ ଆଜି ଆମେ ଏଭଳିଆ ଚତୁର୍ଭୁଜ ଆଲୋଚନା କରିବା ଯେଉଁଟା ଉତ୍ତଳ ନୁହେଁ, ଅନୁତ୍ତଳ। ତାହେଲେ ସେଇ ଚତୁର୍ଭୁଜର ଆମର କ୍ଷେତ୍ରଫଳ କେମିତି ନିର୍ଣ୍ଣୟ କରାଯାଏ ମୁଁ ଆଜି ତୁମକୁ ଦେଖାଉଛି। ଦେଖ, ତାହେଲେ ଆମର ପୂର୍ବରୁ ପଢ଼ିଛେ ଯେ ABCD ଏଇଭଳିଆ ଚତୁର୍ଭୁଜଟି ଥିବ, ଯାହାର 4ଟି ବାହୁ ଅଛି। ଅନୁତ୍ତଳ ଚତୁର୍ଭୁଜ ବା ଉତ୍ତଳ ନୁହେଁ, ଯାହାର କର୍ଣ୍ଣ ବାହାରେ ଥାଏ। ମୁଁ ପଢ଼େଇଛି ଆଗରୁ, ଯାହାର କର୍ଣ୍ଣ କେବେ ଛେଦ କରିବ ନାହିଁ, ଏଇଭଳିଆ ଆଗରୁ ପଢ଼ିଛ, ଯେଉଁଟାକି ଉତ୍ତଳ ନୁହେଁ ଚତୁର୍ଭୁଜ। ଚତୁର୍ଭୁଜ ଦୁଇ ପ୍ରକାର ମୁଁ କହିଥିଲି, ପୂର୍ବ ଭିଡ଼ିଓକୁ ତୁମେ ଲକ୍ଷ୍ୟ କରିବ। ତ ସେଗୁଡ଼ିକୁ ମୁଁ ଯାଉନି, କାହିଁକି ମୁଁ ପୂର୍ବ ଭିଡ଼ିଓରେ ମୁଁ ଡିଟେଲ୍ସ ତୁମକୁ ପଢ଼େଇଛି। ତ ଆଜି ଦେଖ, ଏଇଭଳିଆ ଚତୁର୍ଭୁଜଟି ଆମର ରହିଛି। ଏଇଭଳିଆ ଚତୁର୍ଭୁଜରେ ଆମେ କେମିତି ତାର କ୍ଷେତ୍ରଫଳ ବାହାର କରିବା? ଆମେ କ'ଣ କରିବା? ବିଡ଼ିକୁ ସଂଯୋଗ କରିବା, ବିଡ଼ିକୁ, ଏବଂ AM ଲମ୍ବ ବା ଉଚ୍ଚତା ଆଉ CM ଉଚ୍ଚତା ଦୁଇଟି ନେବା। ତାହେଲେ ଏଠି ଯେତେବେଳେ ABCDକୁ ମୁଁ ବିଡ଼ିକୁ ମୁଁ ସଂଯୋଗ କଲି, ତାହେଲେ ଏଠି ଦେଖ ଦୁଇଟି ତ୍ରିଭୁଜ ବାହାରିଲା। ବଡ଼ ତ୍ରିଭୁଜଟି କ'ଣ? ABD, ଆଉ ଛୋଟ ତ୍ରିଭୁଜଟି କ'ଣ? BCD ତ୍ରିଭୁଜ। ତୁମେ କ'ଣ କରିବ? ବଡ଼ ତ୍ରିଭୁଜରୁ ଛୋଟ ତ୍ରିଭୁଜଟାକୁ ବିୟୋଗ କରିବ ବା ମାଇନସ୍ କରିଦେବ। ତୁମର କ୍ଷେତ୍ରଫଳ ଅଟୋମେଟିକଲି ବାହାରିଯିବ। କାହିଁକି? ଆମର ଦେଖ, ABD ତ୍ରିଭୁଜର କ୍ଷେତ୍ରଫଳ କେତେ ହେବ? ଦେଖ, ହାଫ୍ ଗୁଣନ ଭୂମି। ଭୂମି ହେଉଛି ଏଠି ଦେଖ BD, ଉଚ୍ଚତା ହେଉଛି ଏଠି AM, BD ଆଉ AM। ସେଇଭଳିଆ BCD ତ୍ରିଭୁଜରେ କ୍ଷେତ୍ରଫଳ ହାଫ୍ ଇଣ୍ଟୁ BD ଇଣ୍ଟୁ CM। ABD ତ୍ରିଭୁଜର ଦେଖ, ABD ତ୍ରିଭୁଜର କ୍ଷେତ୍ରଫଳ ହେଉଛି ହାଫ୍ ଗୁଣନ ଭୂମି BD ଏବଂ ଉଚ୍ଚତା ହେଉଛି AM। ସେଇଭଳିଆ BCD ତ୍ରିଭୁଜର ହେଉଛି ହାଫ୍ ଗୁଣନ ଭୂମି BD, ଉଚ୍ଚତା ହେଉଛି CM। ତାପରେ କ'ଣ କରିଦେବ? ମାଇନସ୍ କରିଦେବ। ବଡ଼ ତ୍ରିଭୁଜରୁ এই ଛୋଟ ତ୍ରିଭୁଜଟାକୁ ମାଇନସ୍ କରିଦେବ, ତୁମେ ଏହାର କ୍ଷେତ୍ରଫଳ ଚତୁର୍ଭୁଜର ପାଇଯିବ। ତାହେଲେ ABCD ଚତୁର୍ଭୁଜର କ୍ଷେତ୍ରଫଳ ସମାନ ହାଫ୍ ଇଣ୍ଟୁ BD ଇଣ୍ଟୁ AM, ଏଇଟା ମାଇନସ୍ ହାଫ୍ ଇଣ୍ଟୁ BD ଇଣ୍ଟୁ CM। ହାଫ୍ ଇଣ୍ଟୁ BD କମନ୍ ନେଇ ନିଅ, କାହିଁକି ଏଠି ଅଛି ହାଫ୍ ବି ଅଛି, ଏଠି ରହିଲା AM ମାଇନସ୍ CM। ତାହେଲେ ଅନୁତ୍ତଳ ଚତୁର୍ଭୁଜ ବା କନକେଭ୍ କ୍ୱାଡ୍ରିଲାଟେରାଲର କ୍ଷେତ୍ରଫଳ ଯେଉଁ ମୁଁ ବାହାର କଲି, ଦେଖ ତୁମକୁ ଏଇଭଳିଆ ଦେଇଥିବ ଏବଂ ଏହାର ଲମ୍ବ ମଧ୍ୟ ଦେଇଥିବ। ତାହେଲେ କ'ଣ କରିବ? ତୁମେ ପ୍ରଥମେ ବଡ଼ ତ୍ରିଭୁଜଟାକୁ ବାହାର କରିଦେବ, ତାପରେ ଛୋଟ ତ୍ରିଭୁଜଟାକୁ ବାହାର କରିଦେବ, ତାପରେ ମାଇନସ୍ କରିଦେବ। ଅଲରେଡ଼ି ତୁମେ ABCD ଚତୁର୍ଭୁଜର କ୍ଷେତ୍ରଫଳ ପାଇଯିବ। ଏଠି ମାଇନସ୍ ହେବ, କାହିଁକି ନା এই ଜାଗାଟା ଫଙ୍କା ଅଛି, এই ଜାଗାଟା ଫଙ୍କା ଅଛି, ଏଟାକୁ ଯୋଗ କଲେ ଗୋଟିଏ ତ୍ରିଭୁଜ ହେଇଗଲା। ତାପରେ ଏଟାକୁ ମାଇନସ୍ କରିଦେବା, ଯେଉଁଟା ଫଙ୍କା ଜିନିଷଟା ନେଇଥିଲ ଆମେ ଏକ୍ସଟ୍ରା, ତାକୁ ମାଇନସ୍ କରିଦେବା, ତୁମେ ଚତୁର୍ଭୁଜର କ୍ଷେତ୍ରଫଳ ପାଇଯିବ। ବୁଝିହେଲା? ନିଶ୍ଚିତ ଭଲ ଲାଗିଥିବ। ଯଦି ଭଲ ଲାଗିଛି ସେୟାର କରିବ, କମେଣ୍ଟ କରିବ, ଲାଇକ୍ କରିବ, ଏବଂ ଯଦି ସବସ୍କ୍ରାଇବ୍ କରିନ ତାହେଲେ ସବସ୍କ୍ରାଇବ୍ କରିଦେବ। ଏବଂ ଆଗକୁ ବହୁତ କିଛି ମୁଁ ପାଠ ଆଲୋଚନା କରିବି, ତାହା ତୁମେ ସହଜରେ ଏବଂ ଅକ୍ଲେଶରେ ବୁଝିଯିବ।
ताले चतुर्भुज संबंध में मो पूर्वर 3टी उत्तल चतुर्भुजर 3टी सूत्र एवं उत्तल नुहे जोटा कि अनुत्तल चतुर्भुजर जोटा कि बहिस्थ कर्ण थाए आगु पढ़े तार क्षेत्रफल ये तुम्हें बाहर कर बुझीगला। चतुर्भुज संबंध क्षेत्रफल सूत्र को उपस्थापन करी बा जे भाया मुझे बुझाई से भाया करी तुम्हें कौन डाउट आउ तुम नोसी क्वेश्चन तुम एग्जाम रे पड़े तेज निश्चित रूपे चतुर्भुज क्षेत्रफल तुम्हें बाहर कर दे पारिबो। धन्यवाद।